ଭାରତର ପରାଜୟ ପରେ ଅମିରଙ୍କୁ ପ୍ରଶଂସା କଲେ ୟୁସୁଫ ପୋହାରା। ଜି ହଁ ଦର୍ଶକ ବନ୍ଧୁ, ଟି20 ବିଶ୍ୱକପ୍ର ସୁପର 8ରେ ଦକ୍ଷିଣ ଆଫ୍ରିକାରୁ ଶୋଚନୀୟ ପରାଜୟ ପରେ ଭାରତୀୟ ଦଳ ପାଇଁ ସେମିଫାଇନାଲ ରାସ୍ତା କଷ୍ଟକର ହୋଇପଡ଼ିଛି। ଏବେ ଭାରତକୁ ଆସନ୍ତା 2ଟି ସୁପର 8 ମ୍ୟାଚକୁ ଭଲ ବ୍ୟବଧାନରେ ଜିତିବାକୁ ହେବ। ଭାରତର ଏହି ପରାଜୟ ପରେ ପାକିସ୍ତାନରେ ପୂର୍ବତନ ବୋଲର ମହମ୍ମଦ ଅବିରଙ୍କୁ ପ୍ରଶଂସା କରାଯାଉଛି। ଭାରତ ଆଉ ଗୋଟିଏ ମ୍ୟାଚ୍ ବିଫଳ ହେଲେ ଅମିରଙ୍କ ଭବିଷ୍ୟବାଣୀ ସତ ହେବ ବୋଲି କେତେକ ପୂର୍ବତନ ପାକିସ୍ତାନ ଖେଳାଳି କହିଛନ୍ତି। ଅମିରଙ୍କୁ ପ୍ରଶଂସା କରି ପୂର୍ବତନ ପାକିସ୍ତାନ ବ୍ୟାଟର ମହମ୍ମଦ ୟୁସୁଫ କହିଛନ୍ତି, ସେ ପୂର୍ବରୁ ଭାରତକୁ ପଡ଼ିଆରେ ସମସ୍ୟାରେ ପକାଉଥିଲେ, ଏବେ ସେ ଷ୍ଟୁଡିଓରେ ବସି ସମସ୍ୟାରେ ପକାଉଛନ୍ତି। ଭାରତୀୟ ଦଳ ଏବେ ସଙ୍କଟରେ ଅଛି, ତାଙ୍କୁ ନିଶ୍ୱାସ ନେବାକୁ ଦିଅ। ଦକ୍ଷିଣ ଆଫ୍ରିକା ଗତ ଟି20 ବିଶ୍ୱକପ୍ରେ ଯେଉଁ ତ୍ରୁଟି କରିଥିଲା ତାହାକୁ ଏଥର ସୁଧାରିଛି। ସେମାନେ ଟପ୍ ଅର୍ଡର ବିଫଳ ହେବା ପରେ ମଧ୍ୟ ନିମ୍ନକମର ବ୍ୟାଟରମାନେ ଭଲ ପ୍ରଦର୍ଶନ କଲେ ଏବଂ ସାଧାରଣ ଶୃଙ୍ଖଳା ସହ ବୋଲିଂ କଲେ। ପୂର୍ବରୁ ଅମରିକ